ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମ ମା ଲୋଭି ଠାକୁରାଣୀ ଯାତ୍ରା ପଡ଼ିଆରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଜେଡି ନେତା ତଥା 5T ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ହେଲିକପ୍ଟରରେ କାର୍ଯ୍ୟସ୍ଥଳରେ ପହଞ୍ଚି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଲୋଭି ଠାକୁରାଣୀଙ୍କୁ ଦର୍ଶନ କରି ସଭାମଞ୍ଚକୁ ଯାଇଥିଲେ। ନିଜ ଉଦ୍ବୋଧନରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି। 4.5 କୋଟି ଓଡ଼ିଶାବାସୀ ତାଙ୍କ ପରିବାର। ଗରିବ ଅସହାୟ ଓ ନିରାଶ୍ରୟଙ୍କ ମୁହଁରେ ହସ ଫୁଟାଇବା ତାଙ୍କର ଲକ୍ଷ୍ୟ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ଗସ୍ତ ସମୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀରୁ ହସ୍ତଗତ ହୋଇଥିବା ବିଭିନ୍ନ ଆପତ୍ତି ଓ ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ 100 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ପୁରାତନ ଧର୍ମାନୁଷ୍ଠାନର ପୁନରୁଦ୍ଧାର ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ରୂପାନ୍ତରୀକରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ଓ ହେବ ବୋଲି କହିବା ସହ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ଅବସରରେ ସେ 55 ନମ୍ବର ଜାତୀୟ ରାଜପଥର ଦୁରାବସ୍ଥା ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନ ନେଇ କଡ଼ା ସମାଲୋଚନା କରିଥିଲେ। ଓଡ଼ିଶାର ସମସ୍ତ ଜାତୀୟ ରାଜପଥର ଅବସ୍ଥା ଭଲ ଥିବାବେଳେ ବିଗତ 7 ବର୍ଷରୁ ଉର୍ଦ୍ଧ୍ୱ ହେଲା 55 ନମ୍ବର ଜାତୀୟ ରାଜପଥର ପ୍ରସୂତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ, ଯେଉଁଥିପାଇଁ ରାଜପଥର ଦୁରାବସ୍ଥା ଯୋଗୁଁ ଦୁର୍ଘଟଣା ଘଟି ବହୁ ଧନ ଜୀବନ ଅକାଳରେ ଯିବା ସହ ବହୁତ ପଙ୍ଗୁ ହୋଇଯାଇଛନ୍ତି। ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଚାଲିଛି। କେନ୍ଦ୍ରମନ୍ତ୍ରୀ ବାରମ୍ବାର ଏହି ଅଞ୍ଚଳ ଗସ୍ତ କରୁଥିଲେ ସୁଦ୍ଧା 55 ନମ୍ବର ଜାତୀୟ ରାଜପଥ ବାବଦରେ କେବେ ହେଲେ ପଦଟିଏ ସୁଦ୍ଧା ଟିକା ଟିପ୍ପଣୀ ଦେଉନାହାନ୍ତି ବୋଲି କଟାକ୍ଷ କରିଥିଲେ। ଦେଖନ୍ତୁ, ଆଜି 5Tର ଅଧ୍ୟକ୍ଷ ତଥା ଆମ ଓଡ଼ିଶା ଆମ ନବୀନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ଆସିଥିଲେ ଏବଂ ସେ ମନେ ପକାଇ ଦେଇଥିଲେ ଯେ ଗତ ଜୁନ୍ ମାସରେ ମୁଁ ଯେଉଁ ଅନୁଗୁଳ ଜିଲ୍ଲା ଆସିଥିଲି, ଆପଣମାନେ ମୋତେ ଯେତେ ପ୍ରକାର ଦାବି ଦେଇଥିଲେ, ବିଶେଷ କରି ଜଗନ୍ନାଥ ମନ୍ଦିର କୁହନ୍ତୁ, ମଠ କୁହନ୍ତୁ, ମସଜିଦ୍ କୁହନ୍ତୁ, ଯେତେ ପ୍ରକାର ଦେଇଥିଲେ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଦେଇଥିଲେ, ମୁଁ ତାକୁ ଗ୍ରହଣ କରିଥିଲି ଏବଂ ଆପଣମାନଙ୍କୁ କହିଥିଲି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେବି। ସେ 7 ଦିନ ଭିତରେ ତାକୁ ଗ୍ରହଣ କରିବା ପାଇଁ କହିଥିଲେ, କିନ୍ତୁ ଆନନ୍ଦର କଥା ଯେ ସେ 5 ଦିନ ଭିତରେ ଆପଣଙ୍କର ସମସ୍ତ ଦାବି ଗ୍ରହଣ କରି 100 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସେ ସାଂସନ୍ କରିଛନ୍ତି ଏବଂ ଆଜି ଆପଣ ଯେତେ ବି ଦେଇଛନ୍ତି ମୁଁ ନିହାତି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେବି। ତା ଆଜି 100ରୁ 200 କୋଟି ଟଙ୍କା ହେବ। ତ ସେ ଅନ୍ୟ ଦିଗରେ କହିଲେ ଯେ ଏ ଜାଗାରେ ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି, ଆପଣମାନେ ଜାଣନ୍ତି ସେ ଶିକ୍ଷାମନ୍ତ୍ରୀ ଅଛନ୍ତି ଯେ ଭାରତବର୍ଷରେ ପ୍ରତ୍ୟେକ ବ୍ଲକରେ ସେଣ୍ଟ୍ରାଲ ସ୍କୁଲ ଅଛି, କେନ୍ଦ୍ରୀୟ ବିଦ୍ୟାଳୟ ଅଛି ଏବଂ ବ୍ଲକରେ ଅଛି, ସବଡିଭିଜନ ଅଛି। ଏ ଯେଉଁ ଜିଲ୍ଲାରେ କେତୋଟି କେନ୍ଦ୍ର ବିଦ୍ୟାଳୟ ଅଛି, କେତୋଟି ସବଡିଭିଜନ ଅଛି, କେତୋଟି ବ୍ଲକରେ ଅଛି, ଜମା ନାହିଁ, କୌଣସି ବ୍ଲକରେ ନାହିଁ। ଦେଖନ୍ତୁ, ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ 5Tର ଚେୟାରମ୍ୟାନ୍ ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ कार्तिक पांड्यानଙ୍କର ଗସ୍ତ ହୋଇଥିଲା, ଯେଉଁଥିରେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଯାହା କୌଣସି ବି ପଦକ୍ଷେପ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରହଣ କରୁଛନ୍ତି, ଯେମିତିକି ଗତ ଜୁନ୍ 10 ତାରିଖରେ ବନ୍ତଳାଠାରେ ଏକ ଗ୍ରିଭାନ୍ସ ପିଟିସନରେ ଯେଉଁ ଚିଫ୍ ମିନିଷ୍ଟରଙ୍କର ଅଫିସ୍ ଆସି ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିଥିଲା, ଯାହାକି 183ଟି ଅଭିଯୋଗ ପତ୍ରରୁ 160ଟି ଅଭିଯୋଗର ପୂର୍ଣ୍ଣ ସମାଧାନ ହୋଇଛି ବୋଲି ସେ ସମସ୍ତ ଜନସମାଗମକୁ ସୂଚାଇ ଦେଇଥିଲେ ଏବଂ ଅନେକ ବର୍ଷର ଦାବି, ଯାହାକି ବନ୍ତଳା ଅଞ୍ଚଳର ପ୍ରମୁଖ ଦାବି, ଏକ ନୂତନ ଦମକଳ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ, ଯାହାକି ସେ ସମୟରେ ଦାବି କରାଯାଇଥିଲା। ପରବର୍ତ୍ତୀ ସମୟରେ ଆପଣ ସମସ୍ତେ ଜାଣିଥିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରି ଓଡ଼ିଶାରେ ପ୍ରଥମ ଥରକ ପାଇଁ ଗୋଟିଏ ବ୍ଲକରେ 2ଟି ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ମିଳିଛି। ଦେଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଆମ ଓଡ଼ିଶାର
5T तथा आम ओडिशा नवीन ओडिशार अध्यक्ष श्रीजुक्त VK पांडियन सर आज आम अनुगुल निर्वाचन मंडली पाललिया निर्वाचन गस्तर आसछन्ती। ए अवसर में प्रथम आज अनुगुल ठारे गोटे साधारण सभा होता एवं से जो आम अनुगुल विभिन्न निर्वाचन मंडलीर समस्त 42टी पंचायत म्युनिसिपालिटी विभिन्न स्थान विभिन्न सामाजिक संगठन विभिन्न अनुष्ठान एवं साधारण लोक मैंने जो सब से दाबी जनईले सेगुड़िक विगत दिन से 5 दिन 7 दिन भितर पूरण करते तेणु ये कार्यक्रम कौ भाव चली तार आज आसी लोक सहित सीधा सड़क आलोचना कले। बरपाड़ू ललाटेन्दु नायकों रिपोर्ट एवं ओडिशा।